ଆମ ଖଞ୍ଜାରେ ପିଲା ସବୁ ଛୋଟ ଛୋଟ ଛୁଆ ସବୁ ବୁଲୁଛନ୍ତି। ସନ୍ଧ୍ୟାରେ ସକାଳେ ଆଙ୍କେ ବୁଲୁଛନ୍ତି ଖେଳୁଛନ୍ତି। ମୁଁ କହିଲି ପାଠ ପଢ଼ିବାକୁ ଯାଉନ। ସେ ପାଠ ପଢ଼ିବାକୁ ପାଠ କ'ଣ ପଢ଼ିବି ଏମିତି କହିକି ପଳେଇଲେ। ମୁଁ ତ ବୋଉ କରିବା କହିଲି ଛୁଆ ପାଠ ପଢ଼ାଉନ। ସେ କହୁଛନ୍ତି ଛୁଆ ପାଠ କ'ଣ ପଢ଼ିବେ ତାଙ୍କର ତ ପାଠ ହେଉନି ବୁଲୁଛନ୍ତି ଖେଳୁଛନ୍ତି। ଗୋଟେ ପ୍ରୋବ୍ଲେମ୍ କ'ଣ ହେଉଛି ମୁଁ ଦେଖୁଛି ଯା ସନ୍ଧ୍ୟା ହେଲାଠୁ ମାଆ ଏଠି ଟିଭିଟା ଖୋଲି ଦେଇକି ଯାଇକି ସିରିଏଲ୍ ଦେଖୁଛି। ସେଠୁ କିଛି ସମୟ ଯାଇନଥିବ ରୋଷେଇବାସ କରିବ ମାଆ ଯିବ, ତାପରେ ବାପା ଆସିବ କାମରୁ ଡ୍ୟୁଟି ସାରିକି କାମରୁ ଆସିବେ, ସେ ଆସି ଟିଭି ଲଗେଇ ଦେଇ IPLଟା ଦେଖିବେ। ଏଠି ପିଲା ପାଠ ପଢ଼ିବେ କେତେବେଳେ? ଆମ ଯେମିତି ମନ ହେଉଛି ଆମ ଚାକିରି କଲା ପରେ ବିନା ଘରେ ବସି ବସି ଆମର ପଇସା ପଳେଇ ଆସିବ ବିନା ପରିଶ୍ରମରେ। ପିଲା ବି ଭାବିବେ କ'ଣ ତାଙ୍କର ଛୋଟ ଛୁଆ ମାଇଣ୍ଡରେ କ'ଣ ଆମେ ଖେଳିବୁ ବୁଲିବୁ ଖାଇ ପିଇବି, ତାଙ୍କ ମାଇଣ୍ଡରେ ସେ ଆଉ କ'ଣ ଜବରଦସ୍ତ ସେ ପଢ଼ିବେ, ତାଙ୍କୁ ଜବରଦସ୍ତ ପଢ଼ାଇବାକୁ ପଡ଼ିବ। ତେଣୁକରି ଏ ରେସ୍ପନ୍ସିବିଲିଟା ବାପାମାନଙ୍କ ନିହାତି ରହିବା ଦରକାର। କାହିଁକିନା ଛୋଟବେଳେ ଯଦି ପିଲା ପାଠ ନ ପଢ଼ିବେ ସେ ଆଉ ବଡ଼ ହେଲେ ପଢ଼ିବେନି। ଯଦି ପ୍ରଥମ ଦ୍ୱିତୀୟ ଚତୁର୍ଥରେ ପାଠପଢ଼ା ଷ୍ଟାର୍ଟ ନ କଲେ ମ୍ୟାକ୍ସିମମ୍ ପଞ୍ଚମ ଷଷ୍ଠ ପର୍ଯ୍ୟନ୍ତ ପାଠ ନ ପଢ଼ିଲେ ସେ ଆଉ ଆଗକୁ ପଢ଼ିବେନି। ତାଙ୍କ ଇଚ୍ଛା ବି ହେବନି, ନଲେଜ୍ ତାଙ୍କ ମାଇଣ୍ଡ ଏତେ ସାର୍ପ ବି ହେବନି, ପଢ଼ିପାରିବେନି। ତେଣୁକରି ବାପାମାନଙ୍କୁ ବାଡ଼େଇକି ହେଉ ଯେମିତି ହେଉ ଯାହା କରିକି ହେଉ ପିଲାଙ୍କୁ ପାଠ ପଢ଼ିବା ଦରକାର। ଖାଲି ପିଲାଙ୍କ ଦୋଷ ଦେଇଦେବା ପିଲାର ପାଠ ହେଉନି ପଢ଼ୁନି ବୁଲୁଛି ସେଇଟା କହିଲେ ହେବନି। ଯଦି ପିଲା ଚାହୁଁଛି ପାଠ ପଢ଼ିବା ପାଇଁ ତୁମକୁ ରେସ୍ପନ୍ସିବିଲିଟି ନେବାକୁ ପଡ଼ିବ। ସ୍କୁଲ ଟ୍ୟୁସନ୍ ଭରସା ନ ରହିକି ଘରେ ଯେତିକି ସମୟ ତାଙ୍କୁ ବସିକିନା ପଢ଼ାଇବାକୁ ପଡ଼ିବ। ଆଉ ଘରକୁ ଆସି ଖାଲି ମୋବାଇଲ୍ ଟିଭି ଦେଖିଦେଲେ ପିଲା ପାଠ ପଢ଼ିବେନି, ତୁମ ଦେଖା ଦେଖି ସେ ମୋବାଇଲ୍ ଚଲାଇବେ ଟିଭି ବି ଦେଖିବେ। ତାଙ୍କ ଘରୁ ଯେତେବେଳେ ଆସିବ ଖାତା ଆଣ ପେନ୍ ଆଣ ବହି ଆଣ ବିଭିନ୍ନ ପ୍ରକାର ଏଜୁକେଟେଡ଼୍ ଜିନିଷ ଆଣ, ଗୋଟେ ପିଲା ଦେଖିକିନା ନାଇଁ ବାପା ଆସିଛନ୍ତି ପାଠ ପଢ଼ିବା ପାଇଁ ଜିନିଷ ତୁମେ ତାଙ୍କ ସାଙ୍ଗରେ ବସି ପଢ଼। ତୁମ ଇଚ୍ଛା ନଥିଲେ ବି ବହିଟା ଖେଳାଅ, ଖାଲି ପେପର୍ ପଢ଼, ତାଙ୍କ ଆଗରେ ବହିଟା ଇଏ କର, କ'ଣ ପଢ଼ୁଛୁ କହ ସ୍କୁଲରେ। ଏମିତି କର ପିଲା ବି ମୋଟିଭେଟେଡ଼୍ ହେବେ। ଆମ ବାପା ପଢ଼ୁଛି ମା ମୋ ସାଙ୍ଗରେ ପଢ଼ୁଛନ୍ତି, ଘଣ୍ଟା 2 ଘଣ୍ଟା ଅଧଘଣ୍ଟା ଯେତିକି ସମୟ ଧୀରେ ଧୀରେ ସେଇଟା ବଢ଼ିବ। ସମୟ କଲେ ପିଲାଙ୍କ ପାଠ ବି ପଢ଼ିବେ। ତ ଏଇଟା ମୋର ଗୋଟେ ଆନାଲିସିସ୍ ଥିଲା, ମୁଁ ଆପଣଙ୍କ ସହିତ ସେୟାର କଲି। ଆପଣଙ୍କୁ କ'ଣ ଲାଗୁଛି ମୁଁ ଠିକ୍ କହୁଛି ନା ଭୁଲ କହୁଛି ଜଣାନ୍ତୁ। ରହିଲି, ନମସ୍କାର, ଜୟ ଜଗନ୍ନାଥ।